महामंत्री ज्ञानवंत यही मोर कारण्य नगर विशाल राज्य यही विशाल कारण्य नगर रे सर्वप्रथमे मोर विनम्र प्रणाम ग्रहण करंतु महाराज। उठ महामंत्री उठ महामंत्री महाराज यही विशाल कारण्य नगर अन्य राज्य ठारू संपूर्ण अलगा कारण मो राज्यर ऐतिह्य संस्कृति परंपरा वंशानुक्रमिक पूजा पाठ जानी यात्रा उत्सव मुखर 12 मासे 13 पर्व हेउछि पालन निश्चय राजा प्रजांकर मनोरंजन निमित्त लोक कला संस्कृतिर पुनरावर्तन ए जाए चली प्रजा प्राणे बुणी हरस महामंत्री राजेश्वर एही कारुण्ड नगर रे आज राजा मुहोइछि सारा राई जमर आजी सते खुशी रे नाचुछि महामंत्री एही कारुण्ड नगर रे आज राजा मुहोइछि सारा राई जमर आजी सते खुशी रे नाचुछि एही कारुण्ड नगर रे आज राजा मुहोइछि सारा राई जमर आजी सते खुशी रे नाचुछि आहे मंत्री मोहर कह राज्य भला मंद सब खबर आहे मंत्री मोहर कह राज्य भला मंद सब खबर यही कारुण्ड नगर रे आज राजा मुहोइछि सारा राई जमोर आजी सते खुशी रे नाचुछि महामंत्री देखो एते मनोरम दृश्य मंत्री आज्ञा राजन भाभी अछि कहा मन दुख केबे मुन देवी छाई परी तांका पासे सबु बेले खटुथिबी भाभी अछि कहा मन दुख केबे मुन देवी छाई परी तांका पासे सबु बेले परम धर्म सबु मोहर ईश्वर थिबे साखी जहा देखुछि ताहा कहूछि सबु तो चलाखी गीत लेखे से खरा कह राज्य भला मंद सबु खबर आहे मंत्री मोहर कह राज्य भला मंद सबु खबर एही कारुण्ड नगर रे आज राजा मुहोइछि सारा राई जमोर आजी सते खुशी रे नाचुछि महामंत्री महाराज मो राज्य शासन रे केबे भी त्रुटि रहिनी महामंत्री महाराज हाँ हेले महाराज
বাহ বাহ মহারাজ, উচিত তুম চিন্তাধারা। প্রজা প্রতি ভাতৃভাব নির্মল চিন্তাধারা রখি তুমি যে রাজকার্য তুলাউছ, রামরাজ্যঠু বি ଏହା বিরল। ହଁ ମହାମନ୍ତ୍ରୀ। ହେଲେ ମହାରାଜ, ମହାମନ୍ତ୍ରୀ ତାହେଲେ ଶୁଣନ୍ତୁ ରାଜ୍ୟର ଖବର। ହଁ, ଶାନ୍ତି ମୈତ୍ରୀ ଧର୍ମ ପଥ ହେଉଛି ଅମୃତ। ବିଭୁ କୃପାବଳେ ଲଭି ଅଛି ଐଶ୍ୱର୍ଯ୍ୟ ସମ୍ପତ୍ତି। ହେଲେ ମହାମନ୍ତ୍ରୀ, ମହାରାଜ। ମୋ ମନ ଚାହେଁ ତୁମ ମୁଖରୁ ଶୁଣିବାକୁ ଏ ରାଜ୍ୟ ପ୍ରଜାଙ୍କ ସମାଚାର। ତାହେଲେ ପ୍ରକାଶ କରୁଛି ମହାରାଜ। ହଁ ମହାମନ୍ତ୍ରୀ, ତାହେଲେ କହନ୍ତୁ ମହାମନ୍ତ୍ରୀ। କାରୁଣ୍ଡନଗର ହେ ରାଜେଶ୍ୱର। ମହାରାଜ, ହଁ କାରୁଣ୍ଡନଗର ହେ ରାଜେଶ୍ୱର, ଶୁଣ ଭଲ ମନ୍ଦ ରାଜ୍ୟ ଖବର। କାରୁଣ୍ଡନଗର ହେ ରାଜେଶ୍ୱର, ଶୁଣ ଭଲ ମନ୍ଦ ରାଜ୍ୟ ଖବର। ତୁମରି ଭାଇ ଯେ ଦେହୁ ପରଶୁରାମ, ରାଜ୍ୟରେ କରନ୍ତି କୁକର୍ମ ଧର୍ମ। ଅତିଷ୍ଠ ହୁଅନ୍ତି ଆଜି ପ୍ରଜା ତୁମର। କାରୁଣ୍ଡନଗର ହେ ରାଜେଶ୍ୱର, ଶୁଣ ଭଲ ମନ୍ଦ ରାଜ୍ୟ ଖବର। ମହାରାଜ, ଏଇ ହେଉଛି ରାଜ୍ୟ ଖବର। ମହାମନ୍ତ୍ରୀ, ପର ନାରୀ ପ୍ରତି କରି ଅତ୍ୟାଚାର, ଧନମାନ ହାନି କରନ୍ତି ଅପାର। ପର ନାରୀ ପ୍ରତି କରି ଅତ୍ୟାଚାର, ଧନମାନ ହାନି କରନ୍ତି ଅପାର। ମଦ ମାଂସ ନାରୀ ତାଙ୍କରି ଆହାର, କଲି କଜିରାରେ କଟେ ଦିନ ତାର। ଏଣୁ ହେନୁ ପତି ଦିଅ ସଦଗତି, ନହେଲେ ଘଟିବ ଦେଶରେ ବିପତ୍ତି। ସୁଧାଂଶୁ ଲେଖଇବାରେ ବିଚାର କର। କାରୁଣ୍ଡନଗର ହେ ରାଜେଶ୍ୱର, ଶୁଣ ଭଲ ମନ୍ଦ ରାଜ୍ୟ ଖବର। ତାମାନେ ଏଇ କଥା। ହଁ ମହାରାଜ, ଏହା ହେଉଛି ରାଜ୍ୟ ଖବର। ମହାମନ୍ତ୍ରୀ, ମହାରାଜ, ସେଥିପାଇଁ ତମେ ଚିନ୍ତା କର ନା ମହାମନ୍ତ୍ରୀ। ସେ ଏବେ ଯୁବକ ବୟସରେ, ତାର ଏବେ କିଛି ଜ୍ଞାନ ନାହିଁ। ତାର ଜ୍ଞାନ ପାଇଗଲେ ସେ ଆପେ ଆପେ ସୁଧୁରି ଯିବ। ହେଲେ ମହାରାଜ, ହଁ ଆପଣଙ୍କ ଭାଇ ପରଶୁରାମ ହେଲେ ଆପଣ ରାମ ଭଳି ପୁରା ଉଲୁଟା। ହଁ ମହାରାଜ, ଆପଣଙ୍କ ଭାଇ ହେଉଛନ୍ତି ଏ ରାଜ୍ୟର ସେନାପତି। ହେଲେ ମହାରାଜ, ନାରୀ ପ୍ରତି ଯେଉଁ ଅନ୍ୟ ଅତ୍ୟାଚାର, ଏହା ତାଙ୍କରି ଖେଳ। ନାରୀ ପ୍ରତି? ହଁ ମହାରାଜ। ତାମାନେ ତମେ କଣ କହିବାକୁ ଚାହୁଁଛ? ସେ କେବେ ସୁଧୁରିବନି? ନା ମହାରାଜ ନା, ସେ ଆଉ କେବେ ସୁଧରିବେନି। କାହିଁକି ନା ମହାରାଜ, କଥାରେ ଅଛି ପରା, ତୁ ଯେତେ ମାଠେଇଲେ ମାଠେ, ମୁଁ ସଇଦାର ପରା କାଟେ ହେ।
লিম্ব কাঠକୁ ଯେତେ ଘୋରିଲେ ମହାରାଜ ପିତା ସିନା ଲାଗିବ ସେଥିରେ ବାସ୍ନା ବାହାରିବନି ମହାରାଜ। ତମେ ସେଥିପାଇଁ ଚିନ୍ତା କର ନା ମହାମନ୍ତ୍ରୀ। ସେ ଦିନେ ନା ଦିନେ ନିଶ୍ଚୟ ସୁଧୁରି ଯିବ। କାହିଁକି ସୁଧୁରିବନି? ମହାରାଜ ସେ ଆଉ କେବେ ସୁଧରିବେନି। ଦେଖ ମହାରାଜ ଆଉ ତାଙ୍କ ବିଷୟରେ ମୁଣ୍ଡ ପୁରାଇ ଆଉ କିଛି ଲାଭ ନାହିଁ। ତାହେଲେ ଶୀଘ୍ର ଚାଲିଯିବା ଆମେ ସେଇ ରାଜଉଆସକୁ। ଠିକ ଅଛି ମହାମନ୍ତ୍ରୀ। ମହାରାଣୀ ସ୍ୱର୍ଣ୍ଣପ୍ରଭା ଆମକୁ ଅପେକ୍ଷାରେ ବସିଥିବେ। ନିଶ୍ଚୟ ରାଜନ। ତାହେଲେ ଆମେ ଚାଲିଯିବା ରାଜଉଆସ। ତାହେଲେ ଆସନ୍ତୁ ମହାରାଜ।